ବନ୍ଦୀର ବିରହ ବ୍ୟଥା କବିତା ଗୋପବନ୍ଧୁ ଦାସ। ମଧୁର ବସନ୍ତ ସମୟ ଦିନ ହେଲାଣି ଶେଷ, ଛାଡ଼ି ପୂର୍ବ ଏବେ ତପନ ଯିବେ ପଶ୍ଚିମ ଦେଶ। ବିଦାୟର ତେଣୁ ଲାଗିଛି ଆୟୋଜନ ବିସ୍ତାର, ନାନା ରଙ୍ଗ ଚନ୍ଦ୍ର ଆତପେ ଆଚ୍ଛାଦିତ ଅମ୍ବର। ଦଳେ ଦଳେ ପକ୍ଷୀ ଗାଆନ୍ତି ଉଚ୍ଚେ କରୁଣ ଗାନ, ତରୁଗିରି ଛାୟା ବିସ୍ତାରି ପାଦେ କରେ ପ୍ରଣାମ। ତାଙ୍କ ଶିରେ ସୂର୍ଯ୍ୟ ଦିଅନ୍ତି ହେମ ବରଣୀ ପାଟ, ଅନୁରକ୍ତ ଭୃତ୍ୟ ମସ୍ତକେ ଯଥା ବାନ୍ଧେ ସମ୍ରାଟ। ଅସ୍ତାଚଳ ଉଚ୍ଚ ଆସନେ ବସି ହସନ୍ତି ରବି, ପ୍ରାଚୀ ଅନୁରାଗେ ରଞ୍ଜିତ ଚାରୁ ବଦନ ଛବି। ପ୍ରାଚୀ ଅଭିମୁଖେ ଲମ୍ବାଇ ସ୍ନିଗ୍ଧ କନକ କର, କୋମଳ ଆଶ୍ୱାସେ ଦେଖାନ୍ତି ନିଜ ସ୍ନେହ ଆଦର। ସମୀରଣ ମୃଦୁ ମର୍ମରେ ପ୍ରେମ ଅସ୍ପଷ୍ଟ ଗୀର, କହନ୍ତି ଅଚିରେ ଫେରିବି ଧନି ନୁହଁ କାତର। ଅନୁରାଗ ରଙ୍ଗ ପ୍ରକାଶେ କ୍ଷଣେ ପ୍ରାଚୀ କପୋଳେ, ତା ମଧ୍ୟରେ କିନ୍ତୁ ବିରହ ଦୁଃଖ କାଳିମା ବୋଳେ। ରବିଲାସ୍ୟ ହାସ୍ୟେ ପ୍ରକଟେ ଗୁରୁ ବିଷାଦ ରେଖା, ଅନୁଭବୀ ନେତ୍ରେ କେବଳ ସିନା ଯାଏ ସେ ଦେଖା। ଆହା ପ୍ରିୟଜନ ବିରହ କି ଦାରୁଣ କଷଣ, ପ୍ରୀତି ପାଶେ ବନ୍ଧା ଜଗତେ ସର୍ବଜଡ଼ ଚେତନ। ଏ ବିରହ ଦୃଶ୍ୟ ଦିଅଇ ବନ୍ଦୀ ପରାଣେ ବ୍ୟଥା, ପଲକେ ପଲକେ ପଡ଼ଇ ମନେ କେତେ କି କଥା। ସମ୍ଭାଳ ଟିକିଏ ସିପାହୀ ଚାବି ନ ଦିଅ ଦ୍ୱାରେ, ପ୍ରଣୟ ପ୍ରଭାବ ଦେଖିବି କ୍ଷଣେ ରହି ବାହାରେ। ପ୍ରଣୟ ପିୟୁଷେ ମିଶିଛି କିଆଁ ବିରହ ବିଷ, ବିଶ୍ୱବାସୀ ପ୍ରତି ବିଚିତ୍ର ଏକି ବିଧି ଆଶିଷ। ସୁନ୍ଦର ସରୋଜ ଚରଣେ କିପା ଜଡ଼ିତ ଅହି, ବିପରୀତ ସ୍ଥିତି ରହସ୍ୟ କିଏ ପାରିବ କହି। ପ୍ରିୟଜନ ପ୍ରିୟ ସ୍ଥାନ ମୁଁ ଛାଡ଼ି ବନ୍ଦୀ ଏଠାରେ, ବିରହ বিষম ବିଷେ ମୋ ମନ ପରାଣ ଘାରେ। ବିଶ୍ୱ ପ୍ରକୃତିରେ ଦେଖିଲେ ସମହୃଦ ବେଦନା, ତାପିତ ଅନ୍ତରେ ଆସିବ ଅବା କ୍ଷଣେ ସାନ୍ତ୍ୱନା। ରହ ଆଉ ଦଣ୍ଡେ ସିପାହୀ କିପା କର କଟାଳ, କକ୍ଷେ ଅବରୋଧ ସମୟ ପରା ଗୋଧୂଳି କାଳ। ଦେଖ ରତ ରତ ହୁଅନ୍ତି ରବି ଏବେ ଗଗନେ, ଆଉ ଟିକିଏ ମୁଁ ବୁଲିବି ଏଥି କାରା ପ୍ରାଙ୍ଗଣେ। ଯମଦୂତ ହୃଦେ କରୁଣା କାହୁଁ ବସିବ ତିଳେ, ଅଧିକ ନ କହି ମର୍ଯ୍ୟାଦା ଜଗି ପଶିବି ବିଳେ। ଲେଖକ ପରିଚୟ ଗୋପବନ୍ଧୁ ଦାସ। 1877ରେ ଜନ୍ମ, 1928ରେ ମୃତ୍ୟୁ। ଜନ୍ମସ୍ଥାନ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ସ୍ଥିତ ସୁଆଣ୍ଡ ଗ୍ରାମ। ରଚନା ସମ୍ଭାର: ଧର୍ମପଦ, ବନ୍ଦୀର ଆତ୍ମକଥା, କାରା କବିତା, ଅବକାଶ ଚିନ୍ତା, ନଚିକେତା ଉପାଖ୍ୟାନ, ଗୋମାହାତ୍ମ୍ୟ ଇତ୍ୟାଦି। ସତ୍ୟବାଦୀ ଓ ସମାଜର ସମ୍ପାଦକ ଓ ପ୍ରତିଷ୍ଠାତା ଗୋପବନ୍ଧୁ ଦାସ। ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଥିଲେ ଆଧୁନିକ ଓଡ଼ିଶାର ନବନିର୍ମାତା। ଓଡ଼ିଶାର ଶିକ୍ଷା, ସାହିତ୍ୟ, ସମାଜ, ରାଜନୀତି ଏବଂ ସଂସ୍କୃତିର ଜଣେ ବଳିଷ୍ଠ ପୃଷ୍ଠପୋଷକ। ଦେଶ ପାଇଁ ଆତ୍ମବଳି ଦେବା ଥିଲା ତାଙ୍କ ଜୀବନର ଚରମ ଓ ପରମ ବ୍ରତ। ବାଲ୍ୟ ବୟସରୁ ସେ ଦେଶ ସେବାରେ ନିଜକୁ ନିୟୋଜିତ କରିଥିଲେ। ନୀଳକଣ୍ଠ ଓ ହରିହରଙ୍କ ସାହଚର୍ଯ୍ୟ କବି ଗୋପବନ୍ଧୁଙ୍କ ଏହି କାମରେ ଅଧିକ ପ୍ରୋତ୍ସାହିତ କରିଥିଲା। କଲିକତାରୁ ଓକିଲାତି ପାସ୍ କରି ମଧ୍ୟ ସେ
ଓକିଲାତି ଅପେକ୍ଷା ଶିକ୍ଷକତାକୁ ଅଧିକ ପସନ୍ଦ କରିଥିଲେ। ସତ୍ୟବାଦୀରେ ବନବିଦ୍ୟାଳୟ ପ୍ରତିଷ୍ଠା କରି ସେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସୁସ୍ଥ ଓ ଆଦର୍ଶ ଦେଶଭକ୍ତ ତିଆରି କରିବାରେ ଲାଗି ପଡ଼ିଥିଲେ। ଗୋପବନ୍ଧୁଙ୍କର ବହୁମୁଖୀ ବ୍ୟକ୍ତିତ୍ୱ ଶିକ୍ଷକତାଠାରୁ ସ୍ୱାଧୀନତା ସଂଗ୍ରାମୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ମାନବ ସେବା ଥିଲା ତାଙ୍କ ଜୀବନର ଆଦର୍ଶ। ଦେଶର ସ୍ୱାଧୀନତା ଥିଲା ଉତ୍କଳମଣିଙ୍କର ଏକମାତ୍ର କାମ୍ୟ। ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଢ଼ିବା ପାଇଁ ଗୋପବନ୍ଧୁଙ୍କର ଉଦ୍ୟମ ଉଲ୍ଲେଖଯୋଗ୍ୟ। ଗୋପବନ୍ଧୁଙ୍କ ସାହିତ୍ୟ ମାନବିକତାର ସାହିତ୍ୟ। ସ୍ୱଦେଶ ପ୍ରୀତି ଓ ମାନବ ସମ୍ପ୍ରୀତି ତାଙ୍କର ମୁଖ୍ୟ ଅବଲମ୍ବନ। ଏସବୁ ସତ୍ତ୍ୱେ କବି ଗୋପବନ୍ଧୁ ଥିଲେ ଖୁବ୍ ଭାବପ୍ରବଣ। ତାଙ୍କ ରଚନାବଳୀରେ ଏହାର ପ୍ରତିଫଳନ ଦେଖିବାକୁ ମିଳେ। ବନ୍ଦୀର ବିରହ ବ୍ୟଥା ସମ୍ପର୍କରେ ସଂଶିତ କବିତାଟି କାରା କବିତା ସଂକଳନରୁ ଉଦ୍ଧୃତ। 1923-24 ମସିହାରେ ହଜାରିବାଗ ଜେଲରେ ଗୋପବନ୍ଧୁ ବନ୍ଦୀ ଥିଲାବେଳେ ଏହି କବିତାଟି ଲିଖିତ ହୋଇଛି। କୌଣସି ଏକ ସନ୍ଧ୍ୟାରେ ସୂର୍ଯ୍ୟଙ୍କର ଅସ୍ତକାଳୀନ ରୂପ ଦେଖି କବି ଗୋପବନ୍ଧୁ ଭାବପ୍ରବଣ ହୋଇପଡ଼ିଥିଲେ। ସୂର୍ଯ୍ୟ ଓ ପୃଥିବୀର ପ୍ରେମ ଅତ୍ୟନ୍ତ ନିବିଡ଼। ସୂର୍ଯ୍ୟଙ୍କର ବିଦାୟ ପରେ ବିରହ ପ୍ରାଣ ପୃଥିବୀର ମନୋଭାବକୁ ଗୋପବନ୍ଧୁ ମାନବୀୟ ଦୃଷ୍ଟିକୋଣରୁ ଉପସ୍ଥାପନ କରିଛନ୍ତି। ବର୍ତ୍ତମାନ ଆମେ କବିତାର ସମ୍ପୂର୍ଣ୍ଣ ବ୍ୟାଖ୍ୟା କରିବା। କବି କହୁଛନ୍ତି, ମଧୁର ବସନ୍ତ ସମୟ ଦିନ ହେଲାଣି ଶେଷ, ଛାଡ଼ି ପୂର୍ବ ଏବେ ତପନ ଯିବେ ପଶ୍ଚିମ ଦେଶ। ବସନ୍ତ ଋତୁର ଆଗମନ ହୋଇଛି ଏବଂ ବସନ୍ତ ଋତୁ ସରି ସରି ଯାଉଛି। ବସନ୍ତ ଋତୁର ଏକ ଦିନର ସମାପ୍ତିର ସୂଚନା ସେ ଦେଉଛନ୍ତି ଏବଂ ଯେତେବେଳେ ଏହି ଦିନ ସମାପ୍ତ ହେଉଛି, ସୂର୍ଯ୍ୟ ପୂର୍ବ ଦିଗରୁ ପଶ୍ଚିମ ଦିଗକୁ ଗତି କରୁଛନ୍ତି। ସୂର୍ଯ୍ୟଙ୍କର ବିଦାୟ ତେଣୁ ଏକ ଉତ୍ସବର ଆୟୋଜନ କରିଛି। ବିଦାୟର ତେଣୁ ଲାଗିଛି ଆୟୋଜନ ବିସ୍ତାର, ନାନା ରଙ୍ଗ ଚନ୍ଦ୍ର ଆତପେ ଆଚ୍ଛାଦିତ ଅମ୍ବର। ସୂର୍ଯ୍ୟଙ୍କର ବିଦାୟର ଆୟୋଜନ ବିସ୍ତାରିତ ଭାବରେ ଲାଗିଛି। ନାନା ରଙ୍ଗର ଚନ୍ଦ୍ର ଆତପେ ମାନେ ଚାନ୍ଦୁଆରେ ଆଚ୍ଛାଦିତ ଅମ୍ବର। ଅମ୍ବର ମାନେ ଆକାଶ। ଆକାଶ ବିଭିନ୍ନ ରଙ୍ଗର ଚାନ୍ଦୁଆରେ ରଙ୍ଗୀନ ଭଳିଆ ଜଣାପଡ଼ୁଛି। ଦଳେ ଦଳେ ପକ୍ଷୀ ଗାଆନ୍ତି ଉଚ୍ଚେ କରୁଣ ଗାନ, ତରୁ ଗିରି ଛାୟା ବିସ୍ତାରି ପାଦେ କରେ ପ୍ରଣାମ। ଦଳବଦ୍ଧ ଭାବରେ ପକ୍ଷୀମାନେ ଉଚ୍ଚରେ କରୁଣ ଗାନ କରୁଛନ୍ତି, କଳରବ କରୁଛନ୍ତି ଏବଂ ନିଜର ବସାକୁ ଫେରୁଛନ୍ତି। ଯେହେତୁ ସୂର୍ଯ୍ୟ ପୂର୍ବ ଦିଗରୁ ପଶ୍ଚିମ ଦିଗକୁ ସୂର୍ଯ୍ୟାସ୍ତଗାମୀ ହେବା ପାଇଁ ଯାଉଛନ୍ତି। ସୂର୍ଯ୍ୟାସ୍ତ ସମୟରେ ତରୁଗିରି ଛାୟା ବିସ୍ତାର ଲାଭ କରି ସୂର୍ଯ୍ୟଙ୍କର ପାଦରେ ପ୍ରଣାମ କରୁଛନ୍ତି। ତାଙ୍କ ଶିରେ ସୂର୍ଯ୍ୟ ଦିଅନ୍ତି ହେମବରଣୀ ପାଟ, ଅନୁରକ୍ତ ଭୃତ୍ୟ ମସ୍ତକେ ଯଥା ବାନ୍ଧେ ସମ୍ରାଟ। ଏଇ ଯେଉଁ ତରୁ ଗିରି ଛାୟା ବିସ୍ତାର ଲାଭ କରି ସୂର୍ଯ୍ୟଙ୍କର ପାଦରେ ପ୍ରଣାମ କରୁଛନ୍ତି, ତେଣୁ ସୂର୍ଯ୍ୟ ତାଙ୍କ ଉପରେ ହେମବରଣୀ ପାଟ ପ୍ରଦାନ କରୁଛନ୍ତି। ଯେମିତି ଅନୁରକ୍ତ ଭୃତ୍ୟ ମାନେ ପ୍ରସନ୍ନ ମୁଖ ସମ୍ପନ୍ନ ଦାସକୁ ଯେମିତି ଜଣେ ରାଜା ସମ୍ରାଟ କ'ଣ କରୁଛନ୍ତି, ପଗଡ଼ି ବାନ୍ଧୁଛନ୍ତି, ସେହିଭଳିଆ ସୂର୍ଯ୍ୟଙ୍କର ଦୟାରେ ତରୁଗିରି ଛାୟାମାନେ ଯେତେବେଳେ ପ୍ରଣାମ କରୁଛନ୍ତି, ସେତିକିବେଳେ ତାଙ୍କୁ ହେମବରଣୀ ପାଟ ସଦୃଶ ଆଶୀର୍ବାଦ ପ୍ରଦାନ କରୁଛନ୍ତି। ଅସ୍ତାଚଳ ଉଚ୍ଚ ଆସନେ ବସି ହସନ୍ତି ରବି, ପ୍ରାଚୀ ଅନୁରାଗୀ ରଞ୍ଜିତ ଚାରୁ ବଦନ ଛବି। ଅସ୍ତାଚଳ ଉଚ୍ଚ ଆସନରେ ବସି ରବି ହସୁଛନ୍ତି ଆଉ ପ୍ରାଚୀ ପୂର୍ବ ଦିଗର ଅନୁରାଗରେ ରଞ୍ଜିତ ହୋଇ ତାଙ୍କ ମୁହଁ ସୌନ୍ଦର୍ଯ୍ୟବାନ ଦିଶୁଛି। ପ୍ରାଚୀ ଅଭିମୁଖେ ଲମ୍ବାଇ ସ୍ନିଗ୍ଧ କନକକର କୋମଳ ଆଶ୍ୱାସ ଦେଖାନ୍ତି ନିଜ ସ୍ନେହ ଆଦର। ପ୍ରାଚୀ ମାନେ ପୂର୍ବ ଦିଗର ଅଭିମୁଖରେ ସେ ନିଜର ସୁନାର କିରଣ ଲମ୍ବାଇ ଦେଉଛନ୍ତି ଆଉ କୋମଳ ଆଶ୍ୱାସନା ଦେଇ ନିଜର ସ୍ନେହ ପ୍ରେମକୁ ପ୍ରକଟ କରୁଛନ୍ତି। କହୁଛନ୍ତି ପ୍ରାଚୀକୁ ସମୀରଣ ମୃଦୁ ମର୍ମରେ ପ୍ରେମ ଅସ୍ପଷ୍ଟ ଗିର, କହନ୍ତି ଅଚିରେ ଫେରିବି ଧ୍ୱନି ନୁହ କାତର। ସମୀରଣ ପବନର ମୃଦୁ ମର୍ମରେ ପ୍ରେମର ଆଭାସତା ଜଣାଯାଉଛି ଏବଂ ସୂର୍ଯ୍ୟ କହୁଛନ୍ତି ପ୍ରାଚୀକୁ ପୂର୍ବ ଦିଗକୁ, ଅଚିରେ ଫେରିବି ଧ୍ୱନି, ଶୀଘ୍ର ମୁଁ ଫେରିବାକୁ ଯାଉଛି, ତମେ ଚିନ୍ତା କରିବ ନାହିଁ, ତମେ ଦୁଃଖିତ ହେବ ନାହିଁ। ବିରହ ପ୍ରାଣ ସୂର୍ଯ୍ୟଙ୍କର ଗତିରେ ପୃଥିବୀ ଯେମିତି ଗୋଟେ ଦୁଃଖିତ ବାତାବରଣ ସୃଷ୍ଟି କରୁଛି, ତାକୁ ବୁଝାଉଛନ୍ତି ସୂର୍ଯ୍ୟଦେବ। ଅନୁରାଗ ରଙ୍ଗ ପ୍ରକାଶେ କ୍ଷଣେ ପାଚିକ ପଳେ, ତା ମଧ୍ୟରେ କିନ୍ତୁ ବିରହ ଦୁଃଖ କାଳିମା ବଳେ।
ଅନୁରାଗର ରଙ୍ଗ ପ୍ରକାଶରେ ପ୍ରାଚୀ ପୂର୍ବ ଦିଗର କପାଳରେ ଜଣାପଡ଼ୁଛି। ଅନୁରାଗର ରଙ୍ଗ ପ୍ରେମର ଚିହ୍ନ। ଯେତେବେଳେ ଜଣେ ପ୍ରେମିକାକୁ ଜଣେ ପ୍ରେମିକ ଛାଡ଼ିକି ଚାଲି ଯାଉଛନ୍ତି, ତାଙ୍କ ମନରେ ଯେଉଁ ଦୁଃଖ ଅଛି ତାହା ସେ ଜାଣିପାରୁଛନ୍ତି। ତା ମଧ୍ୟରେ କିନ୍ତୁ ବିରହ ଦୁଃଖ କାଳିମା ଭଳି ସୂର୍ଯ୍ୟଙ୍କ ମନ ମଧ୍ୟରେ ମଧ୍ୟ ଦୁଃଖ ଅଛି, କିନ୍ତୁ ତାଙ୍କର ବିରହ ଦୁଃଖ ସେଇ କାଳିମାକୁ ସେ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଆଉ ସେ ଲୁଚାଇବାର ଚେଷ୍ଟାରେ ସେ ପ୍ରକଟ କରୁଛନ୍ତି, ରବି ଲାସ୍ୟ ହାସେ ପ୍ରକଟେ ଗୁରୁ ବିଷାଦ ରେଖା, ଅନୁଭବୀ ନେତ୍ରେ କେବଳ ସିନା ଯାଏ ସେ ଦେଖା। ରବିର ଯେଉଁ ଲାସ୍ୟ ହାସ୍ୟ, ସେ ତାଙ୍କର ଉପରିଆ ଠାଉରିଆ ହସାଉଛନ୍ତି, କିନ୍ତୁ ତାଙ୍କ ମନ ମଧ୍ୟରେ ଗୁରୁ ବିଷାଦ ରେଖା ଅଛି। ମାନେ ଗୋଟେ ବଡ଼ ବିଷାଦର ଦୁଃଖର ବାତାବରଣ ଜଣାପଡ଼ୁଛନ୍ତି। ଆଉ ଏହାକୁ ଦେଖିବାକୁ ହେଲେ ଅନୁଭବର ନେତ୍ର ହିଁ ଆୟୋଜନ ହୋଇଥାଏ ବା ଅନୁଭବ ନେତ୍ର ଦରକାର ପଡ଼ିଥାଏ। ପ୍ରିୟଜନ ବିରହ କି ଦାରୁଣ କଷଣ, ପ୍ରୀତିପାଶେ ବନ୍ଧା ଜଗତେ ସର୍ବଜଡ଼ ଚେତନ। ପ୍ରିୟଜନମାନଙ୍କର ବିରହ କେଉଁଭଳି ଭାବରେ ଦାରୁଣ କଷ୍ଟ ଦେଇଥାଏ, କେବଳ ପ୍ରିୟଜନ ବ୍ୟକ୍ତି ହିଁ ଜାଣିପାରିବେ। ଏହି ପ୍ରୀତିପାଶେ ପ୍ରେମର ବନ୍ଧନରେ ସମଗ୍ର ଜଡ଼ ହେଉ ଚେତନ ହେଉ ସମସ୍ତେ ବନ୍ଧା, ଏହା କବି ଗୋପବନ୍ଧୁ ଦାସ ବର୍ଣ୍ଣନା କରୁଛନ୍ତି। ଏ ବିରହ ଦୃଶ୍ୟ ଦିଅଇ ବନ୍ଦୀ ପରାଣେ ବ୍ୟଥା, ପଲକେ ପଲକେ ପଡ଼ଇ ମନେ କେତେକି କଥା। ଏଇ ଯେଉଁ ବିରହର ଦୃଶ୍ୟ, ସୂର୍ଯ୍ୟ ପୃଥିବୀକୁ ଛାଡ଼ି ଚାଲି ଯାଉଛନ୍ତି, ଏଇ ଯେଉଁ ବିରହର ଦୃଶ୍ୟ ବନ୍ଦେ ପ୍ରାଣରେ ବ୍ୟଥା ଦେଉଛି। ଆଉ ପଲକ ପଲକରେ ପଡ଼ୁଛି କେତେ ହୃଦୟର କଥା, କେତେ ମନର କଥା। ସମ୍ଭାଳ ଟିକିଏ ସିପା ହୋଇ ଚାବି ନଦିଅ ଦ୍ୱାରେ, ପ୍ରଣୟ ପ୍ରଭାବ ଦେଖିବି କ୍ଷଣେ ରହିବା ହାରି। ହଜାରିବାଗ ଜେଲରେ ଥିଲାବେଳେ ସେ ସିପାହୀକୁ ଅନୁରୋଧ କରୁଛନ୍ତି, କିଛି ସମୟ ପର୍ଯ୍ୟନ୍ତ ତାଲା ବନ୍ଦ କର ନାହିଁ। ମୁଁ ଏଇ ଯେଉଁ ବିରହ ଦୃଶ୍ୟକୁ କିଛି କ୍ଷଣେ ବାହାରେ ରହି ଦେଖିବାକୁ ଚାହୁଁଛି। ପ୍ରଣୟ ପିୟୁଷେ ମିଶିଛି କିହା ବିରହ ମିଶ, ବିଶ୍ୱବାସୀ ପ୍ରତି ବିଚିତ୍ର ଏ କି ବିଧି ଆଶିଷ। ପ୍ରଣୟର ପିୟୁଷରେ କେମିତି ବିରହ ନାମକ ବିଷ ମିଶିଛି, ଏହା ବଡ଼ ବିଚିତ୍ର। ବିଶ୍ୱବାସୀଙ୍କ ପ୍ରତି ଏ ବିଚିତ୍ର ଏଇ ନିୟମ, ଏଇ ଆଶିଷ କ'ଣ ପାଇଁ ସେ ଭଗବାନଙ୍କୁ ପ୍ରଶ୍ନ କରୁଛନ୍ତି। ସୁନ୍ଦର ସରୋଜ ଚରଣେ କିପା ଜଡ଼ିତ ଅହି, ବିପରୀତ ସ୍ଥିତି ରହସ୍ୟ କିଏ ପାରିବ କହି। ସୁନ୍ଦର ସରୋଜ, ସରରୁ ଜାତ ସରୋଜ। ତ ଯେତେବେଳେ ପୋଖରୀରେ ପଦ୍ମ ଫୁଟିବାକୁ ଯାଉଛି, ଆମେ ପଦ୍ମ ପ୍ରତି ଆକର୍ଷିତ ହେଉଛେ। ଆଉ ପଦ୍ମକୁ ଆମେ ତୋଳିବା ପାଇଁ ଯେତେବେଳେ ଯାଉଛେ, ସେତିକିବେଳେ ପଦ୍ମର ନାଳରେ ଅହିରାଜ ସର୍ପ ଅଛନ୍ତି। ଆଉ ଆମେ ଯେତେବେଳେ ପଦ୍ମକୁ ତୋଳିବାକୁ ଯାଉଛେ, ସେତିକିବେଳେ ସେ ଅହିରାଜ ସର୍ପ ଆମ ଉପରେ ଆଘାତ ଲଗାଉଛନ୍ତି। ତ ବିପରୀତ ସ୍ଥିତି ରହସ୍ୟ କେହି କହିପାରିବେ ନାହିଁ, ଏହା ତାଙ୍କର କବିତା ମାଧ୍ୟମରେ ଉପସ୍ଥାପନ କରୁଛନ୍ତି ଗୋପବନ୍ଧୁ ଦାସ। ସେଭଳିଆ ପ୍ରିୟଜନ ପ୍ରିୟ ସ୍ଥାନ ଛାଡ଼ି ମୁଁ ବନ୍ଦୀ ଏଠାରେ, ବିରହ ବିଷମ ବିଷେ ମୋ ମନ ପରାଣ ଘାରେ। ପ୍ରିୟଜନ ପ୍ରିୟ ସ୍ଥାନକୁ ଗୋପବନ୍ଧୁ ଆଜି ଛାଡ଼ି ଦେଇଛନ୍ତି, ଆଉ ବନ୍ଦୀ ଭାବରେ ହଜାରିବାଗ ଜେଲରେ ଜୀବନଯାପନ କରୁଛନ୍ତି। ଆଉ ବିରହର ଯେଉଁ ବିଷମ ବିଷ ତାଙ୍କ ମନ ପ୍ରାଣକୁ ଘାରି ଦେଉଛି। ଚିନ୍ତିତ ଅଛନ୍ତି ସେ। ବିଶ୍ୱ ପ୍ରକୃତିରେ ଦେଖିଲେ ସମହୃଦ ବେଦନା, ତାପିତ ଅନ୍ତରେ ଆସିବ ଅବା କ୍ଷଣେ ସାନ୍ତ୍ୱନା। ଏଇ ଯେଉଁ ବିଶ୍ୱ ପ୍ରକୃତିରେ ସମହୃଦ ବେଦନା, ବେଦନାର ଚିନ୍ତାଧାରା ଜଣେ ତାପିତ ଅନ୍ତରର ବ୍ୟକ୍ତି ହିଁ ସାନ୍ତ୍ୱନା ଦ୍ୱାରା ତାକୁ ବୁଝାଇ ପାରିବ। ରହ ଆଉ ଦଣ୍ଡେ ସିପାହୀ କିପା କର କଟାଳ, କକ୍ଷେ ଅବରୋଧ ସମୟ ପରା ଗୋଧୂଳି କାଳ। ଗୋପବନ୍ଧୁ କହୁଛନ୍ତି, ଆଉ କିଛି କ୍ଷଣ ରହିଯାଆନ୍ତୁ ସିପାହୀ, କାହିଁକି ଏତେ କଟାଳ କରୁଛ। କକ୍ଷେ ଅବରୋଧ ସମୟ ଅର୍ଥାତ୍ ଜେଲ୍ ବନ୍ଦର ସମୟ ପରା ଗୋଧୂଳି ସମୟ। ଦେଖ ରତରତ ହୁଅଇ ରବି ଏବେ ଗଗନେ, ଆଉ ଟିକିଏ ମୁଁ ବୁଲିବି ଏଥି କାରା ପ୍ରାଙ୍ଗଣେ। ଦେଖ ରବି ସୂର୍ଯ୍ୟ ଗଗନରେ ରତରତ ହେଉଛନ୍ତି, ଆଉ ଟିକିଏ ସମୟ ବାକି ଅଛି। ଆଉ ଏ ଟିକିଏ ସମୟ ମୁଁ ଏଇ କାରାର ପ୍ରାଙ୍ଗଣରେ ବୁଲି ମୁଁ ନିଜର ବିରହ ବେଦନାକୁ କମ୍ କରିବାକୁ ଚେଷ୍ଟା କରୁଛି। ଯମଦୂତ ହୃଦେ କରୁଣା କାହୁଁ ବସିବ ତିଳେ, ଅଧିକ ନ କହି ମର୍ଯ୍ୟାଦା ଜଗି ବସିବି ବିଳି। ଯମଦୂତ ସ୍ୱରୂପ ସେହି ବନ୍ଦୀର ପୋଲିସ, ସେ ତାହାକୁ ଯମଦୂତ ସହିତ ତୁଳନା କରାଯାଉଛି। ଯମଦୂତ ହୃଦୟରେ ଯେମିତି କରୁଣା ନାହିଁ, ସେହିଭଳିଆ ସେହି ପୋଲିସର ହୃଦୟରେ କରୁଣା ନାହିଁ। ଆଉ ଯମଦୂତ ସ୍ୱରୂପ ସେ ପୋଲିସର ମନରେ କରୁଣା ନାମକ କିଛି ନାହିଁ। ଆଉ ମୁଁ ଅଧିକ ନ କହି ମୋର ମର୍ଯ୍ୟାଦାକୁ ସମ୍ଭାଳି ମୁଁ ମୋର ବିଲରେ ପଶୁଛି, ମୁଁ ମୋର ବନ୍ଦୀଶାଳାକୁ ଗମନ କରୁଛି। ଏହା ଥିଲା ସଂକ୍ଷିପ୍ତରେ ଗୋପବନ୍ଧୁ ଦାସଙ୍କର ବନ୍ଦୀର ବିରହ ବ୍ୟଥା କବିତା। ଧନ୍ୟବାଦ।